ଭଲ ଅଛ ତ? ହଁ ଦିଦି ଦେଖି କହିଲ ଏଇଠି କେଉଁ କେଉଁ ଚିତ୍ର ଦେଖାଯାଉଛି? ଦିଦି ଏଇଠି ଦୁଇଟା ଚିତ୍ର ଦେଖାଯାଉଛି। ବାମ ପାର୍ଶ୍ୱରେ ଗୋଟେ ଗ୍ରାମର ଚିତ୍ର ଆଉ ଦକ୍ଷିଣ ପାର୍ଶ୍ୱରେ ଗୋଟେ ସହରର ଚିତ୍ର। ତାହେଲେ ଠିକ ଭାବରେ ଦେଖିପାରୁଛ ତ? ହଁ ଦିଦି ତାହେଲେ ଆଜି ଆମେ ଓ ଆମ ପରିବେଶ ବିଷୟର ପ୍ରସଙ୍ଗ ହଉଛି ପୌର ପରିଷଦ ବିଷୟରେ ପଢିବା। ପୌର ପରିଷଦର ଉଦ୍ଦେଶ୍ୟ ହଉଛି ସହରାଞ୍ଚଳ ସ୍ୱାୟତ୍ତ ଶାସନ ସମ୍ପର୍କରେ ବର୍ଣ୍ଣନା କରିବା। ପୌର ପରିଷଦର ଇଚ୍ଛାଧୀନ କାର୍ଯ୍ୟ ଓ ବାଧ୍ୟତାମୂଳକ କାର୍ଯ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇବା। ଓଡ଼ିଶାରେ ଥିବା 5ଟି ମହାନଗର ନିଗମର ନାମ ମଧ୍ୟ କହିବା। ଏଇଠି ଦେଖିପାରୁଛ ତ ପିଲାମାନେ, ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା। ଆଜି ଆମେ ଯୋଉ ପଢିବା ପାଇଁ ଯାଉଛେ, ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା, ଆଉ ଗୋଟିଏ ହଉଛି ସହରାଞ୍ଚଳ ଶାସନ ସଂସ୍ଥା। ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ବିଷୟରେ ଆମର ପୂର୍ବ କ୍ଲାସରେ 2ଟି କ୍ଲାସ ସରିସାରିଛି। ଆଜି ଆମେ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ବିଷୟରେ ପଢିବା। ଆମର ଯେମିତି ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା, ଯେମିତି ତାର ଉନ୍ନତି ପାଇଁ ଆମର ଯେମିତି ଗ୍ରାମ ପଞ୍ଚାୟତ ରହିଛି, ତାର କାର୍ଯ୍ୟ ସବୁବେଳେ କରୁଛି ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନର ଉନ୍ନତି ପାଇଁ, ସେମିତି ଆମ ସହରାଞ୍ଚଳ ସ୍ୱାୟତ୍ତ ଶାସନର ଉନ୍ନତି ପାଇଁ ଆମର ପୌର ପରିଷଦ କାର୍ଯ୍ୟ କରୁଛି। ତ ସହରାଞ୍ଚଳ ସ୍ୱାୟତ୍ତ ଶାସନର ପୌର ପରିଷଦ ବିଷୟରେ ଆମେ ପଢିବା। ଏଇଠି ଦେଖିପାରୁଛ ତ ପିଲାମାନେ? ହଁ ଦିଦି ଆମର ଯୋଉ ରହିଛି ସହରାଞ୍ଚଳ ସ୍ୱାୟତ୍ତ ଶାସନର ପୌର ପରିଷଦ, ପୌର ପରିଷଦକୁ ଏଇଠାରେ 3 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହଉଛି ବିଜ୍ଞାପିତ ଅଞ୍ଚଳ ପରିଷଦ ବା NAC, ଆଉ ଦ୍ୱିତୀୟରେ ହଉଛି ନଗରପାଳିକା ବା ମ୍ୟୁନିସିପାଲିଟି, ତୃତୀୟରେ ହଉଛି ନଗର ନିଗମ ବା କର୍ପୋରେସନ। ବୁଝିପାରୁଛ ତ ପିଲାମାନେ? ହଁ ଦିଦି ପୌର ସଂସ୍ଥା ଗୁଡିକ ଲୋକ ସଂଖ୍ୟା ଦୃଷ୍ଟିରୁ ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ଏଗୁଡିକର ଗଠନ ପ୍ରଣାଳୀ ପ୍ରାୟ ସମାନ ଥାଏ। ପ୍ରଥମେ ଏଗୁଡିକୁ କେତେକ ୱାର୍ଡରେ ବିଭକ୍ତ କରାଯାଇଥାଏ। ପ୍ରତ୍ୟେକ ୱାର୍ଡରେ ବାସ କରୁଥିବା 18 ବର୍ଷ ବା ତାଠାରୁ ଅଧିକ ବୟସର ଭୋଟରମାନେ ଭୋଟ ଦେଇ ନିଜ ପ୍ରତିନିଧି ବାଛିଥାନ୍ତି। ବୁଝିପାରୁଛ ତ ପିଲାମାନେ? ହଁ ଦିଦି ତ ଏବେ ଆମେ ଏଇଠି ଦେଖିବା ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ସବୁ ଚିତ୍ରମାନ ଆମର ଯୋଉ ସହରାଞ୍ଚଳରେ କାର୍ଯ୍ୟ କରୁଛି। ଫାର୍ଷ୍ଟ ଏଇଠି ଦେଖ, ଆମର ଯୋଉ NAC ରହିଛି ତାର ଚିତ୍ର ଏଠି ଦେଖିପାରୁଛ ତ? ସେକେଣ୍ଡରେ ହଉଛି ମ୍ୟୁନିସିପାଲିଟି, ଆଉ ଥାର୍ଡରେ ହଉଛି ମ୍ୟୁନିସିପାଲ କର୍ପୋରେସନ। ଏଇଠି ଆମେ ଜାଣିବା ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ଗଠନ କିପରି ହୋଇଥାଏ। ଏଇଠି ସମସ୍ତେ ଦେଖିପାରୁଛ ତ? ହଁ ଦିଦି ଏଇଠି ହଉଛି ପୌର ପରିଷଦର ନାମ। ଆମର ପୌର ପରିଷଦକୁ 3 ଭାଗରେ ବିଭକ୍ତ କରାଯାଇଥାଏ। ଗୋଟେ ହଉଛି ବିଜ୍ଞାପିତ ଅଞ୍ଚଳ ପରିଷଦ ବା NAC, ଦ୍ୱିତୀୟରେ ହଉଛି ନଗରପାଳିକା ବା ମ୍ୟୁନିସିପାଲିଟି, ତୃତୀୟରେ ହଉଛି ମହାନଗର ନିଗମ ବା କର୍ପୋରେସନ। ଆମେ ଏଠି ପ୍ରଥମେ ବିଜ୍ଞାପିତ ଅଞ୍ଚଳ ପରିଷଦ ବା NAC ଉପରେ ପଢିବା। ପିଲାମାନେ ଜାଣିଛ, ଆମର ଏଇ ବିଜ୍ଞାପିତ ଅଞ୍ଚଳ ପରିଷଦ ବା NAC ତାର ଲୋକ ସଂଖ୍ୟା 10,000ରୁ ଅଧିକ, ଆଉ ତାର ମୁଖ୍ୟ ସଭାପତି ବା ଚେୟାରମ୍ୟାନ କାର୍ଯ୍ୟକାରୀ କରିଥାନ୍ତି। ଆଉ ତାର ମୁଖ୍ୟ ଅଧିକାରୀ ହଉଛନ୍ତି କିଏ? କାର୍ଯ୍ୟନିର୍ବାହୀ ଅଧିକାରୀ। ଆଉ ତାର ସଦସ୍ୟ କିଏ ରହିଥାନ୍ତି ଜାଣିଛ? ଚେୟାରମ୍ୟାନ, ଭାଇସ୍ ଚେୟାରମ୍ୟାନ ଆଉ କାଉନସିଲର ମଧ୍ୟ। ଦ୍ୱିତୀୟରେ ହଉଛି ଆମର ନଗରପାଳିକା ବା ମ୍ୟୁନିସିପାଲିଟି, ଯୋଉଥିରେ ଲୋକ ସଂଖ୍ୟା 1 ଲକ୍ଷରୁ ଅଧିକ ଥାନ୍ତି ଏବଂ ତାର ମୁଖ୍ୟ ନଗରପାଳ ବା ଚେୟାରମ୍ୟାନ ହୋଇଥାନ୍ତି ଏବଂ ତାର ମୁଖ୍ୟ ଅଧିକାରୀ କାର୍ଯ୍ୟନିର୍ବାହୀ ଅଧିକାର ହୋଇଥାନ୍ତି। ଆଉ ଏଥିରେ ତାର ସଦସ୍ୟ କୋଉମାନେ ରହିଥାନ୍ତି? ଚେୟାରମ୍ୟାନ, ଭାଇସ୍ ଚେୟାରମ୍ୟାନ ଆଉ କାଉନସିଲର ମଧ୍ୟ ରହିଥାନ୍ତି। ସେହିପରି ଭାବରେ ଆମର ତୃତୀୟରେ ଅଛି ମହାନଗର ନିଗମ ବା କର୍ପୋରେସନ, ଯାହାର ଲୋକ ସଂଖ୍ୟା 10 ଲକ୍ଷରୁ ଅଧିକ
ଏବଂ ତାର ମୁଖ୍ୟ ଥାନ୍ତି ମେୟର ଏବଂ ମୁଖ୍ୟ ଅଧିକାରୀ ତାର ଥାଇଥାନ୍ତି କମିଶନର। ଆଉ ଏଠାରେ ସଦସ୍ୟ ମେୟର, ଡେପୁଟି ମେୟର, କର୍ପୋରେଟର ମଧ୍ୟ କାର୍ଯ୍ୟ କରିଥାନ୍ତି। ସବୁ ବୁଝିପାରୁଛ ତ ପିଲାମାନେ? ହଁ ଦିଦି। ଏଇଠି ଆମେ ଦେଖିବା ପୌର ପରିଷଦର କାର୍ଯ୍ୟ। ଆମର ଯୋଉ ପୌର ପରିଷଦ ସହରାଞ୍ଚଳରେ କାର୍ଯ୍ୟ କରୁଛି ତାର ଦୁଇଟି କାର୍ଯ୍ୟ ଥାଏ। ଗୋଟେ ହଉଛି ଇଚ୍ଛାଧୀନ କାର୍ଯ୍ୟ ଆଉ ଗୋଟେ ହଉଛି ବାଧ୍ୟତାମୂଳକ କାର୍ଯ୍ୟ। ଯୋଉଠିକି ଇଚ୍ଛାଧୀନ କାର୍ଯ୍ୟ ମାନେ ଆମର ଇଚ୍ଛା ଅଛି ଏ କାର୍ଯ୍ୟ କରିବା ପାଇଁ। ବାଧ୍ୟତାମୂଳକ ମାନେ ଯୋଉଠି ଇଚ୍ଛା ନଥାଇକିନା ଯୋଉ କାର୍ଯ୍ୟ କରାଯାଏ। ତ ଏବେ ଆମେ ଦୁଇଟାଙ୍କ ବିଷୟରେ ଟିକେ ପଢିବା। ଫାଷ୍ଟ ଆମେ ପଢିବା ଇଚ୍ଛାଧୀନ କାର୍ଯ୍ୟ। ସହରାଞ୍ଚଳ ସ୍ୱାୟତ୍ତ ଶାସନର ଇଚ୍ଛାଧୀନ କାର୍ଯ୍ୟ। ଫାଷ୍ଟ ହଉଛି ଯାନବାହନ ଚଳାଚଳ ବ୍ୟବସ୍ଥା, ପାଠାଗାର, ଯୁବକ ସଂଘ, ସାଂସ୍କୃତିକ ଅନୁଷ୍ଠାନ ନିର୍ମାଣ, ପ୍ରମୋଦ ଉଦ୍ୟାନ ପାର୍କ ନିର୍ମାଣ କରିବା, ବୃକ୍ଷରୋପଣ ସହରର ସୌନ୍ଦର୍ଯ୍ୟକରଣ କରିବା। ଏଇ ଚାରିଟି ପଏଣ୍ଟ ହଉଛି ଆମର ଇଚ୍ଛାଧୀନ କାର୍ଯ୍ୟ। ଆଉ ଆମର ଦକ୍ଷିଣ ପାର୍ଶ୍ୱରେ ଅଛି ବାଧ୍ୟତାମୂଳକ କାର୍ଯ୍ୟ, ଯୋଉଥିରେ କି ପାନୀୟ ଜଳ ପାଇଁ କୂଅ, ନଳକୂଅ ଓ ପାଣି ପିଇବାର ବ୍ୟବସ୍ଥା। ସେକେଣ୍ଡରେ ହଉଛି ସହରର ପ୍ରତ୍ୟେକ ସ୍ଥାନକୁ ବିଦ୍ୟୁତ ଆଲୋକ ଯୋଗାଣ, ନାଳ ନର୍ଦ୍ଦମା ରାସ୍ତାଘାଟରେ ଜମି ରହୁଥିବା ଅଳିଆ ଆବର୍ଜନାର ସଫେଇ, ସର୍ବସାଧାରଣ ଅନୁଷ୍ଠାନର ସଫେଇ, ରାସ୍ତାଘାଟ ନିର୍ମାଣ ଓ ମରାମତି, ସ୍ୱାସ୍ଥ୍ୟ ରକ୍ଷା ପାଇଁ ଡାକ୍ତରଖାନା ନିର୍ମାଣ, ରୋଗର ପ୍ରତିଷେଧ ଓ ପ୍ରତିକାରକ ବ୍ୟବସ୍ଥା ଗ୍ରହଣ, ଶିକ୍ଷାର ବିକାଶ, ଜନ୍ମ ମୃତ୍ୟୁର ପଞ୍ଜୀକରଣ, ଶ୍ମଶାନର ବ୍ୟବସ୍ଥା। ସବୁ ବୁଝିପାରୁଛ ତ ପିଲାମାନେ? ହଁ ଦିଦି। ଆଜି ଆମେ ଯୋଉ ପୌର ପରିଷଦ ବିଷୟରେ ପଢିଲେ ତା ଉପରେ କିଛିଟା କଥା ଆମେ ଏଇଠି ଆଲୋଚନା କରିବା। ଏଇଠି ଦେଖିପାରୁଛ ତ କେଉଁ କେଉଁ କାମ ପୌର ପରିଷଦର ଇଚ୍ଛାଧୀନ ଗୋଲ ମଧ୍ୟରୁ ବାଛି ଲେଖ। ଦେଖାଯାଉଛି ତ ପିଲାମାନେ? ହଁ ଦିଦି। ଏଇଠି ତମମାନଙ୍କୁ ଗୋଟେ ଗୋଲରେ 6ଟି ତଥ୍ୟ ଦିଆଯାଇଛି। ତମେ ୟା ଭିତରୁ ବାଛି ଆମର କହିବ। ସମସ୍ତଙ୍କୁ ଦେଖାଯାଉଛି ତ? ହଁ ଦିଦି। ଯୋଉଗୁଡ଼ିକ ଆମର ପୌର ପରିଷଦର ଇଚ୍ଛାଧୀନ କାର୍ଯ୍ୟ ତାର ଉତ୍ତର ଗୁଡ଼ିକୁ ତମେ କହିବ। ଦେଖି କହିଲ କୁନା। ଦିଦି, ଯାନବାହନ ଚଳାଚଳର ବ୍ୟବସ୍ଥା। ହଁ ଠିକ କହିଲ। ଦେଖି ରଶ୍ମି ତମେ କହିଲ। ଦିଦି, ଉଦ୍ୟାନ ନିର୍ମାଣ। ହଁ ଠିକ କହିଲ। ଦେଖି ରୀତା ତମେ କହିଲ। ଦିଦି, ସାଂସ୍କୃତିକ ଅନୁଷ୍ଠାନ ନିର୍ମାଣ। ଧନ୍ୟବାଦ। ସବୁ ଉତ୍ତର ତମେ ଠିକ କହିଲ। ଏଥିରୁ ଜଣା ପଡୁଛି ଯେ ତମେ ମାନେ ସବୁ ଠିକରେ ଆଜି ବୁଝିପାରିଲ ଆମର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ପୌର ପରିଷଦ ବିଭାଗଟିକୁ। ଏଇଠି ଆଉ କିଛି ପ୍ରଶ୍ନର ଆମେ ଉତ୍ତର କରିବା। ମୁଁ ତମକୁ କିଛି ପ୍ରଶ୍ନ ଦେବି, ତମେ ତାର ଉତ୍ତର କରିବ। ଏଇଠି ଯାହାର ଲୋକ ସଂଖ୍ୟା 1 ଲକ୍ଷରୁ ଅଧିକ ସେଇ ପୌର ପରିଷଦର ନାମ କଣ କହିଲ ପିଲାମାନେ? ଦିଦି ମୁଁ କହିବି। ଦେଖିଆ କହିଲ ତମେ। ରିତୁ କହିଲ। ଦିଦି, ନଗରପାଳିକା ବା ମ୍ୟୁନିସିପାଲିଟି। ହଁ ତମେ ଠିକ କହିଲ। ବସ। ଦ୍ୱିତୀୟ ପ୍ରଶ୍ନର ଉତ୍ତର ଆମର ରଶ୍ମି କହିବେ। ଦେଖିଆ ରଶ୍ମି କହିଲ। ଦୋକାନ ବଜାର ନିର୍ମାଣ ପୌର ପରିଷଦର କେଉଁ ପ୍ରକାରର କାର୍ଯ୍ୟ ଅଟେ? ହଁ ଦିଦି, ଇଚ୍ଛାଧୀନ କାର୍ଯ୍ୟ। ଧନ୍ୟବାଦ। ଠିକ ଆନ୍ସର ଦେଲ। ଦେଖି କହିଲ ତମେ ପ୍ରଭା, ଆମ ରାଜ୍ୟର ମହାନଗର ନିଗମର ନାମ କଣ? ଦିଦି, ଆମ ରାଜ୍ୟରେ 5ଟି ମହାନଗର ନିଗମ ଅଛି। ଆଉ ସେଗୁଡ଼ିକ ହେଲା କଟକ, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଆଉ ସମ୍ବଲପୁର ମଧ୍ୟ। ହଁ ଧନ୍ୟବାଦ। ସୁନ୍ଦର ଆନ୍ସର ଦେଇଛ। ଦେଖିଆ 4 ନମ୍ବରଟି କହିଲ। ଏଇଟା କିଏ କହିବ? ଦିଦି ମୁଁ କହିବି। ହଁ, ରେଖା କହିବି। ନଗରପାଳଙ୍କ ଅନୁପସ୍ଥିତିରେ କିଏ ପୌରସଭାରେ ସଭାପତିତ୍ୱ କରନ୍ତି?
ଦିଦି ଏହାର ଉତ୍ତର ହେଉଛି ଉପନଗରପାଳ। ଧନ୍ୟବାଦ। ସମସ୍ତ ଆନ୍ସର ତମେ ସଠିକ ଭାବରେ ଠିକ କରିଛ। ଧନ୍ୟବାଦ। ତ ଏଇଥିରୁ ଜଣା ପଡୁଛି ତମେ ମାନେ ଆଜି ଆମର ଯୋଉ ବିଷୟଟି ଥିଲା ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ପୌର ପରିଷଦ ବିଷୟରେ ଆମେ ଆଜି ପଢୁଥିଲେ। ତ ତମେ ମାନେ ଆଶା କରୁଛି ସମସ୍ତେ ଠିକ ଭାବରେ ବୁଝିପାରିଛ ଆଉ ଉତ୍ତର ଗୁଡିକୁ ମଧ୍ୟ ସମସ୍ତେ ନିର୍ଭୁଲ ଭାବରେ ଦେଇଛ। ତ ଆଜି ଆମେ ଏଇଠି କ୍ଲାସଟିକୁ ବନ୍ଦ କରିବା। ତମେ ପୂର୍ବ କ୍ଲାସରେ ସବୁ ପାଠକୁ ପଢିକିନା ଆସିଥିବ।